দ্বিতীয় আগমন দুই প্রকার। র্যাপচার এটা ହେଲା ମଣ୍ଡଳୀ ସ୍ୱର୍ଗକୁ ନିତ୍ୟ ହେବାର ଆଗମନ। ଏଟା ଆଉ ଏହା ସେକେଣ୍ଡ କମିଂ, ପ୍ରଭୁଙ୍କର ଦ୍ୱିତୀୟ ଆଗମନ। ଏଇ ଆଗମନରେ ପ୍ରଭୁ ଆସିବେନି ପୃଥିବୀକୁ, ମଣ୍ଡଳୀକୁ ଡାକିବେ, ସେଠୁରୁ ମଣ୍ଡଳୀକୁ ଆହ୍ୱାନ କରିବେ, ଏଇଠାକୁ ଉଠି ଆସ ବୋଲି ସେ ଆହ୍ୱାନ କରିବେ। ଆଉ ସେହି ସ୍ୱର ତୁରୀ ଶବ୍ଦ ସଦୃଶ୍ୟ ଶୁଭାଯିବ। ଓକେ, ତ ସେଇ ଶବ୍ଦ ଯେତେ ଜଣ ଶୁଣିବେ ସେମାନେ ଏମିତି ଉଡି ପଳାଇବେ। ଯେମିତି ଗ୍ରାଫିକରେ ଦେଖା ହଉଛି ସେମିତି ନାହିଁ, ଚକ୍ଷୁର ପଲକରେ ବୋଲି ବାଇବଲ କହେ। ଚକ୍ଷୁର ଆଖି ପତା ମାରୁଛି ଯାହା, ଫ୍ରାକ୍ସନ ଅଫ ଏ ସେକେଣ୍ଡ ବୋଲି କହନ୍ତି। କୁହାଯାଏ କି ଗୋଟେ ସେକେଣ୍ଡକୁ ଆମେ ଆମର ଆଖିର ପତା 3 ଥର ମାରିପାରିବୁ, ତାଠୁ ଅଧିକ ମାରିପାରିବୁନି। ଟ୍ରାଏ କଲେ କେଜାଣି କରିପାରିବି କେଜାଣି, କିନ୍ତୁ ଜେନେରାଲି ଆଖି ପତା ମାରିବାର ଯେତେ ସ୍ପିଡ ହେଲେ ମଧ୍ୟ ଗୋଟେ ସେକେଣ୍ଡକୁ 3 ଥର ମାରିପାରିବେ। ମାନେ ସେକେଣ୍ଡର ତୃତୀୟାଂଶ, ଗୋଟେ ସେକେଣ୍ଡର ତୃତୀୟାଂଶରେ ଆମେ ପଳାଇବୁ, ପରିବର୍ତ୍ତିତ ହେଇଯିବୁ। କି ପରିବର୍ତ୍ତିତ? ମାନେ ଆମମାନଙ୍କର ଏଇ ଜାଗା ପରିବର୍ତ୍ତିତ ହେଇଯିବ, ସ୍ଥାନ, ଆମମାନଙ୍କର ଶରୀର ପରିବର୍ତ୍ତିତ ହେଇଯିବ। ଏଇ ଶରୀର ନଥିବ, ଆଉ ଏଇ ଡ୍ରେସ ବି ରହିଯିବ। ଆମମାନଙ୍କର ଦେଖିବା ନଜରିया परिवर्तित ହେଇଯିବ। हर हर चीज में चेंज हो जाएगा। ଆମେ ସେଇଠି ପଳେଇବୁ। ପ୍ରେଜ ଦ ଲର୍ଡ। ତ ଏମିତି ମଣ୍ଡଳୀ ସ୍ୱର୍ଗକୁ ନୀତ ହେଲା ପରେ, ଓ ମାଇ ଗଡ, ଜଗତରେ ବଞ୍ଚିବାଟା ନରକ ଠାରୁ କମ ନୁହେଁ। ମଣ୍ଡଳୀ ପଳାଇଲା ପରେ, କାଲି କହୁଥିଲି କି ନାଇଁ, ମଣ୍ଡଳୀ ଗୋଟେ ଏଇ ଜଗତର ଲୋକମାନଙ୍କ ପାଇଁ ଲାଇଫ ଲାଇନ। ଲାଇଫ ଲାଇନ ମାନେ କଣ? ବଞ୍ଚିଯିବାର ଉପାୟ ବୋଲିଲା ପରେ ମଣ୍ଡଳୀ ଅଛି, ମାନେ ପ୍ରଭୁଙ୍କର ମହାକ୍ରୋଧ ମହାବିଚାରର ଓ ପୃଥିବୀ ଏକାଥରକୁ ଧ୍ୱଂସ ହେଇ ପୋଡିଯିବାର ଅବସ୍ଥା ଆସିବ ନାହିଁ ମଣ୍ଡଳୀ ଥିବା ଯାଏ। ବୁଝିଲେ କି? ମଣ୍ଡଳୀ ପଳେଇଲା ପରେ ମୁଁ କହେ ସିଧାସଳଖ ନରକ ଉନ୍ମୁକ୍ତ ହେବ ଜଗତ ଉପରକୁ, ପୃଥିବୀର ଲୋକମାନଙ୍କ ଉପରେ। ପାତାଳ କୁଣ୍ଡ ଫିଟା ଯିବ। ପାତାଳର ଶକ୍ତି, ଅନ୍ଧକାର, ଶୈତାନ ଶକ୍ତି, ମନ୍ଦ ଆତ୍ମା, ଦୁଷ୍ଟାତ୍ମା, ଘୃଣ୍ୟକାରୀ ଆତ୍ମା, ଆଉ କଣ, ନରକର ଯନ୍ତ୍ରଣାକାରୀ ପୋକ ମାନେ ସବୁ ବାହାରି ପଡିବେ ସେ ପନ୍ଦପାଳ ପରିଟା। ଆଉ ଲୋକମାନେ ଜିଅନ୍ତା ପାତାଳ ଦେଖିବେ, ଅନୁଭବ କରିବେ, ତ ତାହା ପ୍ରାୟ ଗୋଟେ 7 ବର୍ଷ ଚାଲିବ ବୋଲି ବାଇବଲ କହେ। 7 ବର୍ଷର ମହାକ୍ଲେଶ କାଳ। ଆଉ ସେଇ ଭିତରେ ହିଁ ତୃତୀୟ ବିଶ୍ୱଯୁଦ୍ଧ ହେବ, ସେହି ଭିତରେ ମୁଦ୍ରା ଫିଟା ହେବ, ସେହି ଭିତରେ 7 ବର୍ଷ ଭିତରେ ତୁରୀ, ସପ୍ତ ତୁରୀର ବିଚାର ହେବ, ସପ୍ତ ପାତ୍ରର ବିଚାର ହେବ। ସବୁ କହି ସାରିଲା। ପ୍ରକାଶିତ ବାକ୍ୟ ଆପଣ ମାନେ ଶୁଣି ପାରିବେ, ମୋର ପ୍ଲେ ଲିଷ୍ଟରେ ଥିବ, ଆପଣ ମାନେ ଖୋଜି ପାରିବେ। ତ ସେଇ 7 ବର୍ଷ ସରିଲା ପରେ ଯାଇକି ପ୍ରଭୁ ଯୀଶୁ ଖ୍ରୀଷ୍ଟ ପୃଥିବୀକୁ ଓହ୍ଲାଇ ଆସିବେ। ଆଉ ସେତେବେଳେ ଜଗତରେ କିଏ ଥିବେ? 666 ମୁଦ୍ରା ନେଇଥିବା ପାପୀ ମାନେ, ଦୁଷ୍ଟ ମାନେ ଥିବେ। ଆଉ ସେମାନଙ୍କର ରାଜା ହେଇକି ଥିବ ଭଣ୍ଡ ଖ୍ରୀଷ୍ଟ, ଭଣ୍ଡ ଭାବବାଦୀ, ଆଉ ଲୁସିଫର, ଶୈତାନ। ହେଁ, ଆଉ ଗୋଟେ ପକ୍ଷରେ 1,44,000 ମୁଦ୍ରାଙ୍କିତ ହେଇଥିବା ଜିହୁଦୀ ମାନେ ବଞ୍ଚି ଯାଇଥିବେ। ବୁଝିଲେ କି? ମାନେ ସମସ୍ତେ ସେ ଟାଇମରେ ଥିବେ, ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଓହ୍ଲାଇ ଆସିବେ। ଆଗରୁ ଯେଉଁ ମଣ୍ଡଳୀ ଉଠାଗଲା, ସେଇ ମଣ୍ଡଳୀ ମଧ୍ୟ ତାଙ୍କ ସହିତ ପୃଥିବୀକୁ ଓହ୍ଲାଇ ଆସିବ।